ଆପଣ ପୂଜା ଦେଖିବାପାଇଁ ବା ବ୍ୟାସନଗର ସହର ଆଜି ଯେଉଁଭଳି ଭାବରେ ଚଳଚଞ୍ଚଳ ଉଠି ପଡ଼ିଛି ବ୍ୟାସନଗର ଯାଜପୁର ରୋଡ଼ ସହରରେ ଶ୍ୟାମାକାଳୀ ପୂଜା ଯେଉଁଭଳି ଭାବରେ ଏଠି ପାଳନ କରାଯାଉଛି ଆପଣ ଦେଖିଲେ ମଧ୍ୟ ତାଜୁବ ହେବେ। ଯେଉଁମାନେ ଆସିନାହାନ୍ତି ବ୍ୟାସନଗର ସହରକୁ ଥରେ ନିଶ୍ଚିତ ଭାବରେ ଆସନ୍ତୁ। ବ୍ୟାସନଗର ସହରରେ କିଭଳି ଭାବେ ତାର ପୂଜା ଅର୍ଚ୍ଚନା କରାଯାଉଛି ତାର ମଧ୍ୟ ଉପଭୋଗ କରନ୍ତୁ ଏବଂ ଏ ଯେଉଁ ନହକା ଦେଖୁଥିବେ ଯେଉଁ ତାର ତୋରଣର ସାଜସଜା କରାଯାଇଛି ଏ ତୋରଣ ସାଜସଜା ନିଶ୍ଚିତ ଭାବରେ ସମସ୍ତଙ୍କୁ ଗୋଟେ ଆକର୍ଷଣୀୟ କରିଛି ନିଶ୍ଚିତ ଭାବରେ କହିବା ଏବଂ ଦେଖିପାରୁଥିବେ କେତେ ସଂଖ୍ୟାରେ ଏଠି ଜନଗହଳିପୂର୍ଣ୍ଣ ନହକା ଛକ ଆଜି ସମ୍ପୂର୍ଣ୍ଣ ଜନଗହଳିପୂର୍ଣ୍ଣ ହୋଇଛି ଏବଂ ହଜାର ହଜାର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଟା ସମାଗମ ହେଉଛନ୍ତି। ଏ ଯେଉଁ ତୋରଣର ସାଜସଜା ଯେଉଁଭଳି ଭାବରେ ହେଇଛି ଏଠି ଯେଉଁଭଳି ଭାବରେ ଯଦି ଆମେ କହିବା କମିଟି ତରଫରୁ ସମ୍ପୂର୍ଣ୍ଣ କଡ଼ାକଡ଼ି ଭାବରେ ଶ୍ରଦ୍ଧାଳୁମାନେ ଯେଉଁ ଧାଡ଼ିର ବ୍ୟବସ୍ଥା ଏଠି କହିବା ଧାଡ଼ିର ବ୍ୟବସ୍ଥା କରାଯାଇଛି ଏବଂ ପୋଲିସ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଏଠି ମଧ୍ୟ ସହଯୋଗ କରୁଛି। କମିଟିର ସଦସ୍ୟ ଅଛନ୍ତି ଆଲୋଚନା କରିବା ଏଠି କ'ଣ କେମିତି କାର୍ଯ୍ୟକ୍ରମ। ଆଜ୍ଞା ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ସର୍ବଜନ କାଳୀପୂଜା କମିଟି ତରଫରୁ ଯେ ଅନେକ ଯୋଜନା କରିଛୁ ଯେ ପ୍ରତ୍ୟେକ ବର୍ଷ ନୂଆ ନୂଆ ତୋରଣ ସହିତ ଦର୍ଶକମାନଙ୍କୁ ଭେଟି ଦେଉଛି ଯେ ସର୍ବଜନୀନ ପୂଜା କମିଟି ଏକ ନିଆରା ଯେଉଁ ଏ ପରମ୍ପରା ନେଇକି ଗଢ଼ି ଉଠିଛି ଯେ ଆମେ ଭକ୍ତମାନଙ୍କ ପାଇଁ ଆମେ ରଖିଛୁ ଯେ ବ୍ୟାରିକେଡ୍ କରାଯାଇଛି, ସିସିଟିଭି ବ୍ୟବସ୍ଥା କରାଯାଇଛି ଯେ ଭକ୍ତମାନେ ସିଧାସଳଖ ଆସିବେ ଠାକୁର ଦର୍ଶନ କରିବେ, ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିବେ। ଯେ ଯେଉଁ କମିଟି ରହିଛି କମିଟିର ସମସ୍ତ ମେମ୍ବରମାନେ ପୁରା ଆକ୍ଟିଭ୍ ରହିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନେକ ପୂଜା ମଣ୍ଡପ ଯେଉଁ ଏ କାମରେ ସମସ୍ତେ ରହିଛନ୍ତି ପୁରା ଆକ୍ଟିଭ୍ ରହିଛନ୍ତି। ଆଉ ଅନେକ ଯେଉଁ ଶୁଭେଚ୍ଛା ଜଣାଇବୁ ଯେ ସଂସ୍କାର ନିଯୁକ୍ତି ଯେ କି ଆମ ଯେଉଁ ଏଇ ସର୍ବଜନୀନ ପୂଜା କମିଟିକି ଆସିକି ଏ ବାର୍ତ୍ତା ରଖିଥିବାରୁ ଯେ ଆମେ ଦର୍ଶକମାନଙ୍କୁ ପାଖାପାଖି 18ଗୋଟି ମେଢ଼ ରହିଛି। 18ଗୋଟି ମେଢ଼ ଭିତରେ ଏବଂ ନହକାରେ ଯେଉଁ ସାର୍ବଜନୀନ କମିଟି ରହିଛି ଯେତେ ଶ୍ରଦ୍ଧାଳୁ ଆସନ୍ତି ଆମେ କିଛି ଲୋକଙ୍କର ବିହୁଳି ହେଉଥିଲୁ ଯେ ନହକାରେ ଯେଉଁ ସାର୍ବଜନୀନ କମିଟି ତରଫରୁ ଯେଉଁଭଳି ଭାବରେ ବ୍ୟବସ୍ଥା କରାଯାଇଛି ସମସ୍ତଙ୍କୁ ଗୋଟେ ଖୁସି ଲାଗୁଛି। ଏହି ପରିପ୍ରେକ୍ଷୀରେ ଏଠି ଯେଉଁ ହଜାର ହଜାର ଶ୍ରଦ୍ଧାଳୁ ଆଜି ସାମିଲ ହେଉଛନ୍ତି ଆସୁଛନ୍ତି ଏବଂ ସୁନ୍ଦର ଭାବରେ ଦର୍ଶନ କରୁଛନ୍ତି କେତେ ଖୁସି ଲାଗୁଛି। ବହୁତ ଆମେ ଆନନ୍ଦିତ ଲାଗୁଛି ଯେ ଆମେ ଯେଉଁ ଭକ୍ତମାନଙ୍କୁ ଅଶେଷ ଧନ୍ୟବାଦ ଦେବୁ ଯେ ଆମକୁ ଉତ୍ସାହିତ କରିଛନ୍ତି ଆମ କତିକି ଆସୁଛନ୍ତି ଯେ କି ତୋରଣ ଦେଖୁଛନ୍ତି ଯେ ନୂଆ ନୂଆ ତୋରଣ ଯେ ସର୍ବଜନୀନ ପୂଜା କମିଟି ବ୍ୟାସନଗର ସହରରେ ଅନେକ ଯେଉଁ ନୂଆ ନୂଆ ତୋରଣ କରିକି ଲୋକ ଦର୍ଶକମାନଙ୍କୁ ଭେଟି ଦେଉଛି। ନିଶ୍ଚିତ ଭାବରେ ଯେଉଁଭଳି ଭାବରେ ତାଙ୍କର ସଦସ୍ୟ ଯେଉଁ ରହୁଥିଲେ ଯେଉଁ କଥା କହୁଥିଲେ ଯେ ଉତ୍ସାହିତ ଲୋକମାନେ ଅଛନ୍ତି, ଉତ୍ସାହିତ ଲୋକମାନଙ୍କ ସହିତ କମିଟି ମେମ୍ବର ମଧ୍ୟ ଉତ୍ସାହିତ ରହିଛନ୍ତି ଏବଂ ଯେଉଁମାନେ ଆସିନାହାନ୍ତି ଯାଜପୁର ବା ବ୍ୟାସନଗର ସହରରୁ ଯେଉଁମାନେ ଆସିନାହାନ୍ତି ଥରୁଟି ଆସନ୍ତୁ। ଏଠି ଯେଉଁଭଳି ଭାବରେ ମା ଶ୍ୟାମାକାଳୀ ପୂଜା ଅନୁଷ୍ଠିତ କରାହେଉଛି ଯେଉଁଭଳି ଭାବରେ ସାଜସଜା କରାଯାଇଛି ଆପଣ ଥରେ ଆସିଲା ପରେ ନିହାତି ଭାବରେ ଅନୁଭବ କରିପାରିବେ। ସମସ୍ତଙ୍କୁ ନିମନ୍ତ୍ରଣ କରାହେଉଛି କମିଟି ତରଫରୁ ସମସ୍ତେ ଆସିକି ବୁଲନ୍ତୁ। ବହୁତ ଖୁସି ଲାଗୁଛି। ମୁଁ ସମିତି ସଭ୍ୟ ସାଦପୁର ପଞ୍ଚାୟତ ଶ୍ୟାମା ପୂଜା ଯେଉଁ କାଳୀ ପୂଜା ହେଉଛି ଆମର ପୁରାତନ ପୂଜା ଯାଜପୁର ଜିଲ୍ଲା ନୁହଁ ସାରା ଓଡ଼ିଶାରେ ଏକ ବିଚିତ୍ର ପୂଜା ଯାହାକି ଯାଜପୁର ରୋଡ଼ରେ ସର୍ବବୃହତ ରୂପେ ଗଣାଯାଉଛି ଏବଂ ଏଠି 10,000ରୁ ଡେଲି କି 20,000 ହେବେ ପ୍ରତିଦିନ ଲୋକ ଆସି ସମାଗମ ହେଉଛି ଏବଂ ପ୍ରଶାସନ ତରଫରୁ ଭଲ ସୁବିଧା କରାଯାଉଛି। ଲୋକମାନେ ଶାନ୍ତି ଶୃଙ୍ଖଳାରେ ଆସି ଏଠି ଦେଖିକି ଯାଉଛନ୍ତି। ଏତେ ଲୋକଙ୍କୁ କଣ୍ଟ୍ରୋଲ କରିବା ପ୍ରଶାସନ କମିଟି ଯେଉଁଭଳି ଦାୟିତ୍ୱ ତୁଲେଇଛି ନିଶ୍ଚିତ ରୂପେ ଏ ତ ବହୁତ ଲୋକଙ୍କ ସମାଗମ ତାପରେ ବି ପ୍ରଶାସନ ଯେଉଁପରି ଭାବରେ ତାଙ୍କର ଚାରିଆଡ଼େ ବ୍ୟାରିକେଡ୍ କରି ବଡ଼ ଗାଡ଼ିକି ବନ୍ଦ କରିକି ପୁଲିସ ମାନେ ଠିଆ ହେଇକି ବାଇକ୍ମାନଙ୍କୁ ଛାଡ଼ୁଛନ୍ତି ଏବଂ ଲୋକଙ୍କ ସେବାରେ ସବୁ କମିଟି ବୋଲେ ମଧ୍ୟ ଲାଗିଛନ୍ତି ତାଙ୍କୁ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ଗହଳିପୂର୍ଣ୍ଣ ହେଇଛି ନିଶ୍ଚିତ ଭାବରେ ଅତି ସୁନ୍ଦର ଭାବରେ ଧାଡ଼ିରେ ଯାଉଛନ୍ତି ଦର୍ଶନ କରୁଛନ୍ତି ସବୁ କଡ଼ାକଡ଼ି ବ୍ୟବସ୍ଥା ମଧ୍ୟ କରାଯାଇଛି। ଅତି ସୁନ୍ଦର ଭାବରେ କମିଟି ତରଫରୁ ପ୍ରଶାସନ ତରଫରୁ ସବୁ ବ୍ୟବସ୍ଥା ମଧ୍ୟ କରାଯାଇଛି। ସମସ୍ତେ ଆସନ୍ତୁ ନହକା ଯେଉଁ ସାର୍ବଜନୀନ ପୂଜା କମିଟି ରହିଛି ଏଠିକି ସମସ୍ତେ ଆସନ୍ତୁ। ଏଠି ଏ ଯେଉଁ ଆକର୍ଷଣୀୟ ଭାବରେ ଏଠି ଯେଉଁ ତୋରଣ କାର୍ଯ୍ୟକ୍ରମ ସମସ୍ତେ ଉପଭୋଗ କରନ୍ତି। ଯାଜପୁର ତପନ ମିଶ୍ରଙ୍କ ରିପୋର୍ଟ ସଂସ୍କାର ନ୍ୟୁଜ୍ ଓଡ଼ିଆ।